ଚାଷୀ ଭାଇ ମାନେ ଆପଣ ପାଖରେ ଖାଲି ଜମି ଅଛି କି ଆପଣଙ୍କ ପାଖରେ ପାଣିର ସୁବିଧା ନାହିଁ କି ବୋରୱେଲ ନାହିଁ, ଖାଲି ଟାଙ୍ଗରା ଭୂଇଁ ଅଛି, ତାହେଲେ ଚିନ୍ତା କରୁଛନ୍ତି କି? କରନ୍ତୁନି। ସରକାରଙ୍କ ତରଫରୁ ଆସିଯାଇଛି ପାମ୍ ଅଏଲିଂ ଟ୍ରି ଫାର୍ମିଂ ଉପରେ ସବସିଡି। କେତେ କଣ ସବସିଡି ଅଛି, କେମିତି ଆପଣ ପାଇପାରିବେ ସରକାରୀ ସହାୟତା, ସେ ଉପରେ ପୁରା ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା। ତା ସହିତ ଚାଷୀ ଭାଇମାନେ ପ୍ରଥମେ ଜାଣିବା ଏଇ ଚାଷ କଲେ କେମିତି କଣ ଲାଭ ହୁଏ। ସରକାର ସ୍କିମ୍ ଦଉଛନ୍ତି ବୋଲିକି ଖାଲି ଆପ୍ଲାଏ କଲେ ତ ହେବନି ନା। ତ ଆମେ କ'ଣ କି ଆମେ 2 ବର୍ଷରୁ 5 ବର୍ଷ ଆମର ଏଥିରେ ବ୍ୟୟ କରିବୁ ବା ଇନଭେଷ୍ଟ କରିବୁ। ସେଥିପାଇଁ ସରକାର କ'ଣ ଏଇ ଯୋଉ ପାଲନ ପାଇଁ ବା ଏଇ ଯୋଉ ଫାର୍ମିଂ ପାଇଁ କ'ଣ ସହାୟତା ଦଉଛନ୍ତି ଦେଖିବା। ତ ପ୍ରଥମ ଆପଣ କହି ରଖୁଛି ଏ ପାମ୍ ଅଏଲ୍ ଟ୍ରି ମାନେ କ'ଣ? ଯୋଉ ଆମେ ପାମ୍ ଅଏଲ୍ ଯୋଉ ଆମେ କିଣିକି ଆଣୁଛୁ ନା ଶସ୍ତାରେ, ସେ ପାମ୍ ଅଏଲ୍ ତିଆରି କରିବା ପାଇଁ ବା ସେ ଯୋଉ ତେଲ ତିଆରି କରିବା ପାଇଁ ଏଇ ଫୁଲରୁ ତିଆରି ହୋଇଥାଏ। ସେଥିପାଇଁ ଏହାକୁ ମଧ୍ୟ ପାମ୍ ଅଏଲ୍ ଟ୍ରି ବୋଲିକି କୁହାଯାଏ। ଏହି ଆପଣଙ୍କର ଫଲରୁ ଆପଣଙ୍କ ତେଲଟା ବାହାରିଥାଏ। ତ ଦେଖିବା କ'ଣ ଅଛି ସରକାର ସହାୟତା। ତ ଦେଖନ୍ତୁ, ଆମେ ପ୍ରଥମେ ଜାଣିବା ପାମ୍ ଅଏଲ୍ ଫାର୍ମିଂ କାହିଁକି କରିବା। ପାମ୍ ଅଏଲ୍ ଭାରତରେ ହାଇଲି ଡିମାଣ୍ଡ ଅଛି। ଯଦି ଦେଖିବା କୁକିଂ ଅଏଲ୍‌ରୁ ଆରମ୍ଭ କରି ଆପଣଙ୍କର କସ୍ମେଟିକ୍, ସପ୍, ବାୟୋଫୁଲ୍ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବ୍ୟବହାର ହେଉଛି। ଏହାକୁ ପାଣି ବହୁତ କମ୍ ଲାଗେ ଓ ଲଙ୍ଗ ଟର୍ମ ଆୟ ରହିଥାଏ। ଆପଣ 8ରୁ 10 ବର୍ଷ ପର୍ଯ୍ୟନ୍ତ ଏହାଠାରୁ ପୁରାପୁରି ଆପଣ ଲାଭ ପାଇପାରିବେ। ଆପଣ ଏଇ ଜାଗାରେ ଲକ୍ଷେ 2 ଟଙ୍କା ନୁହଁ, ଆଉ ବି ଅଧିକା ଆପଣଙ୍କର ଏହି ଜାଗାରେ ଲାଭ ପାଇପାରିବେ। କେମିତି? କ'ଣ ଅଛି ତା ପ୍ରୋସେସଟା ମୁଁ ଜଣେଇବି। ଦେଖିବା ଏହା ପାଇଁ ଆପଣଙ୍କର କେମିତି ମାଟି ଓ ପାଣି ଦରକାର ପଡ଼େ। ଏହା ପାଇଁ ଲିଟ୍ରେକ୍ସ ବା ମଧ୍ୟ ନମୀବାଲା ପାଣି ବା ଜାଗାଟା ଦରକାର ପଡ଼ିଥାଏ ମାଟିଟା। ଏହା ପାଇଁ କମ୍ ବର୍ଷା ହେଉଛି ବା ଆପଣଙ୍କ 2000 ବର୍ଷା ହେଉଛି ତାହେଲେ ପାଇଁ ଭଲ। ପାଣିର ବ୍ୟବସ୍ଥା କିଛି ନାହିଁ, ତାହେଲେ ଆପଣ ଡ୍ରିପ୍ ଇରିଗେସନ୍ ଯଦି କରୁଛନ୍ତି ତାହେଲେ ବହୁତ ଭଲ ରହିବ। ଟେମ୍ପରେଚର ଆମ ଓଡ଼ିଶା ପାଇଁ ବହୁତ ଉପକୂଳ, 22ରୁ 30 ଡିଗ୍ରୀ ସେଲସିୟସରେ ହେଇଥାଏ। ଏହା ଆପଣ ପ୍ରତ୍ୟେକ 9 ମିଟରରେ ଗୋଟେ ଆପଣଙ୍କର ଗୋଟେ ଗଛ ଲଗେଇବେ। ଯଦି ଆପଣ କରୁଛନ୍ତି ଗୋଟିଏ ଏକରରେ, ତାହେଲେ ଆପଣଙ୍କର 143 ଟା ପ୍ଲାଣ୍ଟସ୍ ଲାଗିଥାଏ। ତ ତାହେଲେ ଚାଷୀ ଭାଇମାନେ ଆମେ ଏଠି ଜାଣିବା କଷ୍ଟ ପର୍ ଏକର। ଗୋଟେ ଏକରରେ କେତେ କ'ଣ ଖର୍ଚ୍ଚ ହୁଏ। ଦେଖିବା ଗୋଟେ ପ୍ଲାଣ୍ଟଟା ଡିପେଣ୍ଡ କରିଥାଏ ଆପଣଙ୍କର 150ରୁ 200। ଏହା ସରକାର ଯୋଗାଉଛନ୍ତି, ବିକ୍ରି କରିବା ଚିନ୍ତା କରନ୍ତୁନି। ଏହା ମଧ୍ୟ ବାୟବ୍ୟାକ୍ ସିଷ୍ଟମରେ ସରକାର ଆପଣଠୁ କିଣିକି ନେଇଯିବେ। ବହୁତ ଇଜି ନା। ତ ଦେଖିବା ଏ ଉପରେ ଆଉ ମୁଁ ଆପଣଙ୍କୁ ଡିଟେଲ୍ସ କହିବି। ଆମର ଖର୍ଚ୍ଚ କେତେ ହେବ? 143 ପ୍ଲାଣ୍ଟକୁ 150 ଟଙ୍କା ହିସାବରେ 21,450 ଟଙ୍କା ଖର୍ଚ୍ଚ ହେବ। ଡ୍ରିପ୍ ଇରିଗେସନ୍ କରିବୁ, ପାଇପ୍ ସିଷ୍ଟମ୍ କରିବୁ, ତା ପାଇଁ ବି ଗଭର୍ଣ୍ଣମେଣ୍ଟର ସବସିଡି ଅଛି। ମୁଁ ଅଲରେଡି ଭିଡ଼ିଓ ଦେଇଛି। ଆପଣ ଦେଖିନାହାନ୍ତି ତାହେଲେ ଏଇ ଯେ ଦେଖୁଛନ୍ତି ଆଇ ବଟନରେ ମୁଁ ତା ଲିଙ୍କ୍ ଦେଇଦେଇଛି। ଏଇଠିରେ କ୍ଲିକ୍ କରିକି ଭିଡ଼ିଓଟା ଦେଖନ୍ତୁ। ନହେଲେ ଏଇ ଯୋଉ ଥମ୍ବନେଲ୍ ଦେଖୁଛନ୍ତି ଏଇ ଭିଡ଼ିଓ ଯାଇକି ଆପଣ ଦେଖନ୍ତୁ। ଆପଣଙ୍କର ଏ ଡ୍ରିପ୍ ଇରିଗେସନ୍ ମଧ୍ୟରେ ତା ପାଇଁ ବି ସବସିଡି ଅଛି। ଏ ଆପଣଙ୍କର 25ରୁ 35 ଖର୍ଚ୍ଚ ମଧ୍ୟ ହେବନି। ସରକାର ତରଫରୁ ପାଇ ବି ଯିବେ। ତା ସହିତ ଫର୍ଟିଲାଇଜର ଲେବରକୁ ଆମେ ଦେଖିବା, ଦେନ୍ ଏଇ ଜାଗାରେ 10,000 ଟଙ୍କା ଖର୍ଚ୍ଚ ହେବ। ମାନେ ଏକ ଯଦି ଆମେ ପାମ୍ ଅଏଲ୍ ଫାର୍ମିଂ କରିବା ତାହେଲେ ସର୍ବମୋଟ 55ରୁ 60,000 ଟଙ୍କା ଆମର ଖର୍ଚ୍ଚ ହେବ। ସାର୍ କ'ଣ ସବୁ ମାସରେ? ନାଇଁ ସାର୍, ଥରକରେ। ୱାନ୍ସ ଖାଲି ଇନଭେଷ୍ଟମେଣ୍ଟ କରିବୁ, ଦେନ୍ ଆପଣଙ୍କର ଆୟ ବଢ଼ିବ। କେତେ ଦିନ ଗଲେ ବଢ଼ିବ? ସାର୍ ଏଇଟା ମାସେ ନୁହଁ, 2 ମାସ ନୁହଁ, 3 ମାସ ନୁହଁ। 3 ବର୍ଷ ଗଲା ପରେ ଆପଣଙ୍କର ଗଛରେ ଫଲ ଫଳିବ। ବତେଇବି ଆପଣଙ୍କୁ ସେଟା ଫଲ କେତେ ଫଳିବ, କେତେ କ'ଣ ଲାଭ ପାଇବ ବତେଇବା। ତା ଆଗରୁ ମୁଁ ଆପଣଙ୍କୁ କହି ରଖୁଛି ଗଭର୍ଣ୍ଣମେଣ୍ଟ ସବସିଡି କ'ଣ ଅଛି। ଗଭର୍ଣ୍ଣମେଣ୍ଟ ସବସିଡିରେ ନ୍ୟାସନାଲ ମିଶନ ଆଣ୍ଡ ଏଲସନ ଅଏଲ୍ ଅଏଲ୍ ପାମ୍ପରେ ଆପଣଙ୍କ ସବସିଡି ଆପଣଙ୍କ ସେଡିଂ ସବସିଡିଟା 85% ପର୍ଯ୍ୟନ୍ତ ଅଛି। ତା ସହିତ ମେଣ୍ଟେନାନ୍ସ ସବସିଡି ମଧ୍ୟ ଅଛି। ମାନେ ଆପଣଙ୍କ ଯୋଉ 4 ବର୍ଷ ପର୍ଯ୍ୟନ୍ତ ଗଛ ମରିଗଲା, ନୂଆ ଗଛ କିଣିବା ପାଇଁ ସବୁ କିଛି ପାଇଁ 4 ବର୍ଷ ପର୍ଯ୍ୟନ୍ତ ତା ପାଇଁ ଅଛି। ତା ସହିତ ଡ୍ରିପ୍ ଇରିଗେସନ୍ କରିବେ ତାହେଲେ ଏହା ପାଇଁ ମଧ୍ୟ ସ୍ପେଶିଆଲ ସବସିଡି ଅଛି 55%। ଏହି ଜାଗାରେ ଗଭର୍ଣ୍ଣମେଣ୍ଟ ଟାଇ ଅପ୍ କମ୍ପାନୀ ସହିତ ବାୟବ୍ୟାକ୍ ଗ୍ୟାରେଣ୍ଟି ମଧ୍ୟ ଦେଉଛନ୍ତି। ମାନେ ଆପଣ ଫାର୍ମିଂ କରିବେ, ବିକ୍ରି କରିବାର କୌଣସି ଟେନସନ୍ ନାହିଁ। କିଏ ବିକ୍ରି କରିବେ? ଗଭର୍ଣ୍ଣମେଣ୍ଟ ଆପଣଠୁ କିଣି ନେବ। ଯେମିତି ଆମେ ଧାନ ଚାଷ କରୁଛେ ଆଉ ଗଭର୍ଣ୍ଣମେଣ୍ଟ ଆମ ପାଖରୁ ଧାନ ବିକ୍ରି କରୁଛି, ଟାଇ ଅପ୍ ହେଇଛି ମିଲର ସହିତ, ସେମିତି ଏଇ ଜାଗାରେ ଯୋଉ କମ୍ପାନୀ ମାନେ ଅଏଲ୍ ପ୍ରଡକ୍ସନ କରନ୍ତି ତାଙ୍କୁ ସେ ଏଇ ଜାଗାରେ ଆମେ ବିକ୍ରି କରିଦେବୁ। ସରକାର ଅଏଲ୍ ଫାର୍ମକୁ ବହୁତ ସହଯୋଗ କରୁଛନ୍ତି।
ଆପଣଙ୍କ ସବୁ ଜାଗାରେ ବହୁତ ସବସିଡି ଅଛି। ଏଥିରେ କୌଣସି ଏସଟି, ଏସସି, ଓବିସି, ଜେନେରାଲ କିଛି ନାହିଁ। ସମସ୍ତଙ୍କୁ 85 ପର୍ଯ୍ୟନ୍ତ ଆପଣଙ୍କୁ ସବସିଡି ମିଳୁଛି। ଆଉ ଯୋଉ ଡ୍ରିପ୍ ଇରିଗେସନ କରିବେ ତା ପାଇଁ ବି ଆପଣଙ୍କର ବୋରୱେଲ ଖୋଲିବାରୁ ସବୁ ଜାଗାରେ 55% ସବସିଡି ଅଛି। କୌଣସି ଭେଦଭାବ ନାହିଁ। ସବୁ ଜାଗାରେ ଏସଟି, ଏସସି, ଓବିସି, ଜେନେରାଲ ସମସ୍ତଙ୍କ ପାଇଁ ଗୋଟିଏ ହିଁ ସବସିଡି ରହୁଛି। ଯଦି ଆପ୍ଲାଏ କରିବାକୁ ଚାହୁଁଛନ୍ତି କେମିତି କରିବେ ତାହେଲେ ମୁଁ ବତେଇବି। ଯେ ତା ଷ୍ଟେପ୍ ଦେଖିବାକୁ ଚାହୁଁଛନ୍ତି ତାହେଲେ କମେଣ୍ଟ ମାନେ ଜଣାନ୍ତୁ, ମୁଁ ନେଇକି ଆସିବି। ଆପଣମାନେ ଆଗରୁ ବି କମେଣ୍ଟ କରିଛନ୍ତି, ପୁରୁଣା ଯୋଉ କମେଣ୍ଟ ଅଛି ତାଗର ବି ଭିଡିଓ ଆମେ ନେଇକି ଆଉଛୁ ଗୋଟେ ଗୋଟେ କି। ଆଉ ଏଇଟା ବି ଆପଣଙ୍କର କମେଣ୍ଟ ହିସାବରେ ଏ ପାମ୍ ଅଏଲ ଉପରେ ମୁଁ ନେଇକି ଆସିଛି ଏଇ ଭିଡିଓଟା। କମେଣ୍ଟ କରନ୍ତୁ, ଆମକୁ ଜୋସ୍ ଲାଗିବ। ଯଦି ଭଲ ଲାଗୁଛି ଥ୍ୟାଙ୍କ ୟୁ ଲେଖନ୍ତୁ। ଆଉ ଖୁସି ହେବା କି ଆଉ କିଛି ଦେଖିବାକୁ ଚାହୁଁଛନ୍ତି ବା କୋଉ ଚାଷ ଉପରେ ଇନଫର୍ମେସନ ଡିପରେ ଦରକାର ତାହେଲେ କୁହନ୍ତୁ, ଆମେ ନେଇକି ଆସିବୁ ଆପଣଙ୍କ ପାଇଁ। ତ ଦେଖିବା ଏଇ ଜାଗାରେ ଆପଣଙ୍କ ଆମେ କାଲକୁଲେସନ କରୁଥିଲେ ଟିକେ ଆଗରୁ କି ଆମର ଯୋଉ ପାମ୍ ଅଏଲ ଇନକମ କାଲକୁଲେସନ କେମିତି ରହିବ। ଯୋଉଟା ଫ୍ରୁଟ୍ସ ତିଆରି ହେଇଯାଇଥାଏ ବା ଫଲଟା ଆସିଯାଇଥାଏ ଥାର୍ଡ ଇୟର ବା 3 ବର୍ଷ ଗଲା ପରେ, କିନ୍ତୁ ଫୁଲ ପ୍ରଡକ୍ସନ ଯୋଉ ଫଲ ପାଚିବା ପର୍ଯ୍ୟନ୍ତ 5 ବର୍ଷ ସମୟ ଲାଗିଯାଇଥାଏ। ଆପଣଙ୍କର 5 ବର୍ଷ ପରେ ଠିକ ଠାକ ଆୟ ଆସିଯିବ। ମୁଁ ଆପଣଙ୍କୁ 1 ଲାଖ କହିଥିଲି ନା, 1 ଲାଖରୁ ବି ଅଧିକା, ଯେମିତି 1.5 ଲାଖରୁ 2.5 ଲାଖ ପର୍ଯ୍ୟନ୍ତ। ଯଦି ଆପଣ ଖାଲି ଜାଗା ପଡିଛି ଆପଣ ଡେରି କରନ୍ତୁନି, ଏଇ ସ୍କିମରେ ଲାଭ ଉଠାନ୍ତୁ। କାହିଁକି କିଛି ଟେନସନ ହେବନି, ସେମିତି ତ ପଡିଆ ପଡିଛି, ପଡିଆ ଜାଗାରେ କିଛି ତ ହେଇଯାଉ। ଏହା ଯୋଉ ଫୁଲ ଆପଣଙ୍କର ଟ୍ରିରେ ଯୋଉ ରହୁଛି ଗୋଟିଏ ଗଛରେ ଆପଣଙ୍କର 150 ରୁ 250 କେଜି ପର୍ଯ୍ୟନ୍ତ ଆପଣଙ୍କର ଗୋଟେ ଇଏ ଥାଏ, ଘରା ଯୋଉ କହିଥାଉ। ଯଦି ଆମେ ଦେଖିବା 143 ଟ୍ରିରେ ଆପଣଙ୍କର 20 ରୁ 25 ଟନ୍ ପର ଏକର ଆପଣଙ୍କ ଆସିଯିବ। ମାର୍କେଟ ରେଟ୍ 8 ଟଙ୍କାରୁ 12 ଟଙ୍କା ପର କେଜି ହେଲା। ତମ ଇୟରଲି 1.5 ରୁ 2.5 ଲାକ୍ସ ଆପଣ ଆରାମସେ ପାଇଲେ। ଯୋଉ ଟାଙ୍ଗରା ଭୂଇଁଟା ଖାଲି ପଡିଥିଲା ସେ ଆଜି ଆପଣଙ୍କୁ ପଇସା ଦେଇକି ଗଲା। ତ ଯଦି ଖାଲି ଜାଗା ଅଛି ଡେରି କରନ୍ତୁନି, ଲାଗି ପଡନ୍ତୁ। ତ ଏଇ ଯୋଉ ପ୍ଲାଣ୍ଟେସନ ପ୍ରୋସେସ କଣ ରହୁଛି ସାର୍, ପ୍ରିପାରେସନ କେମିତି ରହିବ, ଜାଗା କେମିତି ଥିବା ଦରକାର, ତା ପାଇଁ ଫିଲ୍ଡ ପ୍ରିପାରେସନ ଆପଣଙ୍କର ଯୋଉଟା ଅଛି 60 ବାଇ 60 ବାଇ 60 ରେ ଆପଣଙ୍କର ଗାତ ଖୋଲିବେ। ଗାତରେ ଆପଣଙ୍କର FYM ଆପଣ 10 ରୁ 15 କେଜି ଦେବେ। ପ୍ଲାଣ୍ଟିଂ ଆପଣ ଯୋଉ ରହୁଛି 9 ମିଟର ଡିଷ୍ଟାନ୍ସ ଦେବେ, ଗୋଟେ ଗଛ ଲଗେଇବେ 9 ମିଟର ପରେ ଆଉ ଗୋଟେ ଗଛ, ଆଉ 9 ମିଟର ଆଉ ଗୋଟେ ଗଛ, ଏଇ ଟାଇପର ପ୍ରତ୍ୟେକ 9 ମିଟରରେ ଇଏ କରିବେ। ଯଦି ହଉଛି ମଲ୍ଚିଂ କରିଦେବେ, ଘାସ ବାଦରେ କିଛି ଅସୁବିଧା ହେବନି। ଆଉ ଏଇ ଜାଗାରେ ଇଣ୍ଟର କ୍ରପିଂ କରିପାରିବେ। ସାର୍ ଇଣ୍ଟର କ୍ରପିଂ ମାନେ କଣ? ଏହି ଗଛ ସହିତ, କାହିଁ ଏ ଗଛ ସାଙ୍ଗେ ସାଙ୍ଗେ ଫଲ ଦେବନି, ତାକୁ ସମୟ ଲାଗିବ 3 ବର୍ଷ। ସେହି ଜାଗାରେ ଇଣ୍ଟର କ୍ରପିଂ କରିପାରିବେ। ବାନାନା ଗଛ ଲଗେଇ ପାରିବେ, ପାପାୟା ଗଛ ଲଗେଇ ପାରିବେ, ବା ଆପଣଙ୍କର ଭେଜିଟେବୁଲ ଚାଷ ମଧ୍ୟ କରିପାରିବେ। ତା ସହିତ କୁକୁଡ଼ା ପାଳନ ମଧ୍ୟ କରିପାରିବେ। ଆଉ ଏଇ ଜାଗାରେ ଆପଣଙ୍କ 9 ମିଟର ଦୂର ପର୍ଯ୍ୟନ୍ତ ପ୍ଲାଣ୍ଟ ଲଗେଇବେ। ପ୍ରତ୍ୟେକ 9 ମିଟର ଛାଡିକି 9 ମିଟର ଛାଡିକି ଗୋଟେ ଗୋଟେ ଗଛ ଲଗେଇବେ। ଏହା ପାଇଁ ଗଭର୍ଣ୍ଣମେଣ୍ଟ ସବସିଡିର ଆପ୍ଲାଏ ପ୍ରୋସେସ କଣ ରହୁଛି? ଏହା ପାଇଁ ଆପଣ ଚାହିଁଲେ ଅଫଲାଇନ ଆଣ୍ଡ ଅନଲାଇନ ଦୁଇଟା ମାଧ୍ୟମରେ କରିପାରିବେ। ଆଉ ବି ଅଛି ଅନଲାଇନର ଦୁଇଟା ପ୍ରୋସେସ, ଗୋଟେ ଇଜି ଆଉ ଟିକେ ଡିଫିକଲ୍ଟ। ମୁଁ ଦୁଇଟା ଆପଣଙ୍କୁ ବତେଇବି। ଯଦି ପାମ୍ ଅଏଲ ସବସିଡି ପାଇଁ ଆପଣଙ୍କର ଡିଷ୍ଟ୍ରିକ୍ଟ ଏଗ୍ରିକଲଚର ଅଫିସରଙ୍କୁ ଫର୍ମ ନେଇକି ଆପଣ କରିପାରିବେ। କେମିତି କରିବେ? ଡିଷ୍ଟ୍ରିକ୍ଟ ଏଗ୍ରିକଲଚର ଅଫିସକୁ ଯାଆନ୍ତୁ, ନହେଲେ ଆପଣଙ୍କର ବ୍ଲକ ଏଗ୍ରିକଲଚର ଅଫିସକୁ ବି ଯାଇପାରିବେ। ସେଠି ଯାଇକି ତାଙ୍କୁ କହିବେ କି ସାର୍ ମୋତେ ପାମ୍ ଅଏଲ ଫାର୍ମିଂର ସବସିଡି ନେବା ପାଇଁ ଚାହୁଁଛି ବା ତା ପାଇଁ ଲାଭ ଉଠାଇବାକୁ ଚାହୁଁଛନ୍ତି କହିବେ, ଦେନ୍ ଆପଣଙ୍କୁ ସେମାନେ ଆପଣଙ୍କୁ ସବୁ ଯାହା ବି ଡକୁମେଣ୍ଟ ଦରକାର ପଡ଼ିବ ସେମାନେ କହିବେ, ଆଉ ଗୋଟେ ଫର୍ମଟେ ଦେବେ। NMEO OP ଆପଣଙ୍କର ସବସିଡି ଫର୍ମଟା ତାଙ୍କୁ ମାଗିବେ। ଆଉ ଯାହା ଯେମିତି ଡକୁମେଣ୍ଟ ହେଲା ଆଧାର କାର୍ଡ, ଫଟୋ କପି, ଆପଣଙ୍କର ଲ୍ୟାଣ୍ଡ ଯୋଉ ରହୁଛି ତାର ROR କପି, ଯଦି ନିଜ ନାଁରେ ନାହିଁ ତାହେଲେ ତା ପାଇଁ ଗୋଟେ ଆପଣ ଏଫିଡେଭିଟ୍ ଫର୍ମ ଲାଗିବ। ଏଫିଡେଭିଟ୍ ଫର୍ମଟା ଆପଣଙ୍କର ତହସିଲ ଅଫିସରେ ଯେଉଁ କୌଣସି ନୋଟାରୀ ଥିବେ ତାଙ୍କ ପାଖରୁ ଗୋଟେ କରିନେବେ। 100 ରୁ 200 ଟଙ୍କା ଚାର୍ଜ ଆପଣଠୁ ନେବେ। ତା ବାଦରେ ଆପଣ ତାକୁ ନେଇକି ଆପଣଙ୍କର ସବମିଟ କରିଦେବେ। ସବମିଟ କଲା ପରେ ଆପଣ ଏଗ୍ରିକଲଚର ଅଫିସର ବା AO ଆପଣଙ୍କର ଫିଲ୍ଡ ଭେରିଫିକେସନ ପାଇଁ ଆପଣଙ୍କ ଜାଗାକୁ ଆସିବେ। ସତରେ ସେ ଫିଲ୍ଡଟା ରେଡି ଅଛି କି ସେ ଫିଲ୍ଡରେ ଚାଷ ହେଇପାରିବନି ତାକୁ ଦେଖିବେ। ତାପରେ ସେ ଆପ୍ରୁଭାଲ କରିବେ। ଆପ୍ରୁଭାଲ କଲା ପରେ ଗଭର୍ଣ୍ଣମେଣ୍ଟ ଆପ୍ରୁଭ ପରେ ନର୍ସରୀରୁ ସେଡିଂ ଆପଣଙ୍କର ସବୁ କିଛି ଆପଣ ଗଭର୍ଣ୍ଣମେଣ୍ଟ ତରଫରୁ ମିଳିଯିବ। ମାନେ ଗଛର ଚାରାରୁ ଆରମ୍ଭ କରି ସବୁ କିଛି ପାଇଯିବେ। ତାପରେ ଗଛଟା ଲଗେଇ ସାରିଲା ପରେ ଆପଣଙ୍କ ସବସିଡିଟା ଡାଇରେକ୍ଟ DBT ଆପଣଙ୍କର ଡାଇରେକ୍ଟ ବ୍ୟାଙ୍କକୁ ପେମେଣ୍ଟଟା ପଳେଇ ଆସିବ। এইটা ହେଲା ଅଫଲାଇନ୍ ପ୍ରୋସେସ। ଅନଲାଇନ୍ ଯଦି କରୁଛନ୍ତି ସେମ୍ ପ୍ରୋସେସ। ଆପଣ ଓଡ଼ିଶା ଏଗ୍ରିକଲଚର ପୋର୍ଟାଲ ଓଡ଼ିଶା ଏଗ୍ରିକଲଚର.in କୁ ଯାଇକି ଆପଣ ସେଠି ଆପ୍ଲାଏ କରିପାରିବେ।
ନହେଲେ ଚାଷୀ ଭାଇମାନେ ଆମର ସବୁଠୁ ଇଜି ଓଡ଼ିଶା ପାଇଁ ଗୋ ସୁଗମ। ହଁ ଚାଷୀ ଭାଇମାନେ ଆପଣ ଚାହିଁଲେ ଗୋ ସୁଗମରେ ମଧ୍ୟ ଆପଣ ଆପ୍ଲାଏ କରିପାରିବେ। ଗୋ ସୁଗମ ବୁଝିବେ ନ୍ୟାସନାଲ ଫୁଡ ସିକ୍ୟୁରିଟି ମିଶନ ସପୋର୍ଟ ଫର କଲ୍ଟିଭେସନ ଆଣ୍ଡ ଏକ୍ସପେରିମେଣ୍ଟ ଫର ଅଏଲ ପ୍ଲାମ ଏହା ପାଇଁ ଆପଣଙ୍କର ଅଛି। ଏହାକୁ ଆପଣ ଯାଇକି ଆପ୍ଲାଏ କରିପାରିବେ। ଏଇ ଆପ୍ଲାଏ ଉପରେ ଆପଣ ଚାହୁଁଛନ୍ତି ଭିଡ଼ିଓଟା ତାହେଲେ ଆପଣ କମେଣ୍ଟ କରନ୍ତୁ। ମୁଁ ନେକ୍ସଟ ଭିଡ଼ିଓଟା ଆପଣଙ୍କ ପାଇଁ ସ୍ପେଶାଲ ନେଇକି ଆସିବି କେମିତି ଆମେ ଆପ୍ଲାଏ କରିପାରିବା। କି ଚାଷୀ ଭାଇମାନେ ଆପଣ ପାଖରୁ ବିଦାୟ ନେଉଛି। ଆଉ ଗୋଟେ ନୂଆ ଓ ସୁନ୍ଦର ଭିଡ଼ିଓ ଦେଖା କରିବା ଆସନ୍ତା ଦିନରେ। ଆଉ ଯଦି ଆପଣମାନେ ଆମ ଭିଡ଼ିଓଟା ଭଲ ଲାଗିଲା କି ଆପଣଙ୍କୁ ଲାଗୁଛି ଆପଣଙ୍କ ନିଜ ରିଲେଟିଭ ସାଙ୍ଗ ସାଥୀ କେହି ବି ଆପଣଙ୍କର ଅଛନ୍ତି ଯାହା ଖାଲି ଜାଗା ଅଛି ତାହେଲେ ଭିଡ଼ିଓକୁ ସେୟାର କରନ୍ତୁ। ତାଙ୍କୁ କିଛି ଇନଫର୍ମେସନ ମିଳିପାରିବ ଏଠି। ଆଉ ଯଦି ନୂଆ କେହି ଆସିଛନ୍ତି ତାହେଲେ ଡେରି କରନ୍ତୁନି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ପାଖରେ ଥିବା ବେଲ ଆଇକନକୁ ପ୍ରେସ୍ କରିଦିଅନ୍ତୁ। ଭିଡ଼ିଓଟା ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ। କିଛି ଡାଉଟ୍ ଅଛି ତାହେଲେ କମେଣ୍ଟ କରନ୍ତୁ। ବିଦାୟ ନେଉଛି ଆଉ ଗୋଟେ ନୂଆ ଓ ସୁନ୍ଦର ଭିଡ଼ିଓ ଦେଖା କରିବା। ନମସ୍କାର।